ଇକୋନ ଭାଇ ଭଲ କଥା ମନେ ରଖିଥା। ମହାପୁରୁଷ କାହିଁକି ମାଳିକା ଲେଖିଲେ ହେଲା। ଏବଂ ଅଚ୍ୟୁତାନନ୍ଦ ଅନେକ ମହାପୁରୁଷ ମାଳିକା ଲେଖିଛନ୍ତି। ତାପରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ମାଳିକାକୁ କାହିଁକି ସମସ୍ତେ ଅନୁସରଣ କରନ୍ତି। ବୁଝିଯାଉଛି। ମହାପୁରୁଷ ତ ଅନେକ ଶାସ୍ତ୍ର ପୁରାଣ ଲେଖିଲେ, ତା ଭିତରୁ ମାଳିକାଟାକୁ କାହିଁ ଲେଖିଲେ? କାରଣ କଣ? ଯୁଗେ ଯୁଗେ ପ୍ରଭୁ ଅବତାର ହେଇଛନ୍ତି, ଦୁଷ୍ଟକୁ ସଂହାର କରିଛନ୍ତି, ଧର୍ମକୁ ମଧ୍ୟ ସ୍ଥାପନ କରିଛନ୍ତି, ଯାହା ଗୀତା ପ୍ରମାଣ ଦିଏ। ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ମଧର୍ମସ୍ୟ ତଦାତ୍ମ୍ୟ ସୁଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ च ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ମାୟା ଗୋଟେ ଏମିତି ଜିନିଷ ଯୁଗେ ଯୁଗେ ଅଛି ସତ, କିନ୍ତୁ କଳି ଯୁଗରେ ମାୟାଟା ସମସ୍ତଙ୍କୁ ଗ୍ରାସିଯାଏ। ଆମେ ଯେତେବେଳେ ମା ଗର୍ଭରେ ଥିଲେ, ଜୀବାତ୍ମା ମାତୃଗର୍ଭରେ ରହିଲା, ତିଆରି ହେଲା ତା ଭିତରେ, ସୂକ୍ଷ୍ମ ବାଦରେ ପ୍ରଭୁଙ୍କ ସହିତ ମାତୃଗର୍ଭରେ ଖେଳ କଲା। ଯେତେବେଳେ 10 ମାସ 10 ଦିନ ହେଇଗଲା, ସେ ସ୍ତୁତି କରୁଛି, ପ୍ରଭୁଙ୍କୁ କହୁଛି, ପ୍ରଭୁ ମତେ ତମେ ମର୍ତ୍ତ୍ୟ ମଣ୍ଡଳକୁ ଟିକେ ପଠାଅ। ପ୍ରଭୁ କହୁଛନ୍ତି, ଆରେ ତୁ ମର୍ତ୍ତ୍ୟ ମଣ୍ଡଳ ହଉଛି ମାୟାପୁର, ତୁ ଗଲେ କରିବୁ କଣ? ନା ମୁଁ ଗଲେ ତୁମର ନାମ ଗୁଣ ଦୋଷ ସବୁବେଳେ ଗାନ କରିବି। ଜନମ ହୋଇ ପଡ଼ିଲୁ ମର୍ତ୍ତ୍ୟ ମଣ୍ଡଳ, କୁଆଁ ବୋଲନ୍ତଣେ ସବୁ ଦେଲୁ ପାସଳ। ସେଠି ଜୀବାତ୍ମା କଣ ହେଲା? ମର୍ତ୍ତ୍ୟ ମଣ୍ଡଳକୁ ଆସିଲା। ତେଣୁ କୁଆଁ କୁଆଁ ରାବ ଦେଇଛି। ସେ ମାତୃଗର୍ଭରେ ପ୍ରଭୁଙ୍କର ଜ୍ୟୋତି ଦେଖୁଥିଲା, ସେ ଆଉ ଜ୍ୟୋତିକି ପାଇଲା ନାହିଁ। କୁଆଁ କୁଆଁ ମାନେ ଡାକୁଛି ପ୍ରଭୁକୁ, ପ୍ରଭୁ ଖୋଜୁଛି ଆଉ। ସେଠୁ ମା ମାନେ ସେଠୁ କଣ କରନ୍ତି, ଗାଁ ଗହଳିରେ ସେଠୁ ଗୋଟେ ଇନ୍ତୁଡ଼ି ନଗେଇ ଦିଅନ୍ତି, ନିଆଁଟାଏ ନଗାନ୍ତି। ଏବେ ତ ଉଠିଗଲାଣି, ମେଡିକାଲ ସବୁ ଜନ୍ମ ହେଲେ। ସେ ଛୁଆଟି ସେ ଇନ୍ତୁଡ଼ିକି ଦେଖି ସବୁବେଳେ କଣ ତ ହସୁଥିବ ତା ମନକୁ ମନ। ଛୁଆଟି ଭାବେ, ଇଏ କଣ ସତେ ମୋ ପ୍ରଭୁ କି? କିନ୍ତୁ ସେ ପ୍ରଭୁ ନୁହଁ, ସେ କଣ? ମାୟା। ତାକୁ ଅଚ୍ୟୁତ ମହାପ୍ରଭୁ କହନ୍ତି, ଅଚିନା ଗଛରେ ଫଳିଛି ଆମ୍ବ, 3 ମାସେ ସେହି କୋଇଲି ହେବ, 300 ଦିନରେ ସେ ଆମ୍ବ ପାଚିବ, କହ ସେ ଆମ୍ବକୁ କିଏ ଖାଇବ, ବାୟୁ ମନ ହୋ ଏତ ରହସ୍ୟ ଭାବ। 300 ଦିନରେ କଣ ସେ ଆମ୍ବ ପାଚିବ। 300 ଦିନ ମାନେ 10 ମାସ। 10 ମାସରେ ପିଲାଟି କଣ ହେଲା? ସଞ୍ଚାର ହେଇଗଲା। 300 ଦିନରେ ଫଳିଛି ଆମ୍ବ, 3 ମାସେ ସେଇ କୋଇଲି ମାନେ କୋଇଲି ହଉଛି କି 3 ମାସରେ, 300 ଦିନରେ ସେ ଆମ୍ବ ପାଚିବ, ମାନେ ପିଲାଟି ସମ୍ପୂର୍ଣ୍ଣ ହେଇଗଲା। କହ ସେ ଆମ୍ବକୁ କିଏ ଖାଇବ? ତେବେ ଜନ୍ମ ହେଇଗଲା, ସେ ମାୟା ଆସିଗଲା। ମାୟାକୁ କାଟିବ ଯଦି, ତାହେଲେ ତମେ ସେ ପ୍ରଭୁଙ୍କୁ ପାଇପାରିବ। ଯଦି ପାଇବୁ ଭେଟ, ମାୟାକୁ ବେଗ କାଟ, ଗୁରୁ ସେବିଣ ଭଜ ଶ୍ରୀହରି, ବଡ ମାୟା ବିଯିବ ନୁହେଁ କାହାରି। ମାନେ ପ୍ରଭୁଙ୍କୁ ପାଇବାକୁ ଜଗନ୍ନାଥ ଅଚ୍ୟୁତାନନ୍ଦ ମହାପୁରୁଷ ସାଧାରଣ ବାଟ ଟିକିଏ ନାକୁ ସେ ବତେଇ ଦେଇଛନ୍ତି। କିନ୍ତୁ ଯଦି ଜନ୍ମ ହେଇଛୁ, ଯଦି ମାୟା ଗ୍ରାସି ଯାଇଛି, ତୁ କେମିତି ପ୍ରଭୁଙ୍କୁ ପାଇବୁ ଶୁଣ। ଯଦି ପାଇବୁ ଭେଟ, ମାୟାକୁ ଆଗ କାଟ। ସେ ମାୟା କହିଲେ, ଆଗ ତୁ ମାୟାକୁ କାଟିଦେ। 1ରେ କଣ? ମାୟାକୁ କାଟେ। 2ରେ ଗୁରୁଙ୍କୁ ସେବା କର। 3ରେ ଶ୍ରୀହରିଙ୍କୁ ଭଜନ କର। ହେଲା। ଯଦି ପାଇବୁ ଭେଟ, ମାୟାକୁ ବେଗ କାଟ, ଗୁରୁ ସେବିଣ ଭଜ ଶ୍ରୀହରି, ବଡ ମାୟା ବିଯିବ। ସେଠୁ କଣ କଲେ? ଆମେ ତ ମାୟା ସବୁ ଆସିଗଲା।
ଏ ମାୟାରୁ ଆମେ କଟିବା ପାଇଁ, ପ୍ରଭୁକୁ କେମିତି ଜାଣିବା ପାଇଁ କି ଭୟ ନହେଲେ କଣ ଭକ୍ତି ଆସିବନି। ସେ ଗୋଟେ ଭୟ ପାଇଁକି କଣ କଲେ, ମାଳିକା ଶାସ୍ତ୍ର ଗୋଟେ ରଚନା କଲେ। କାରଣ ଭକ୍ତ ମାନେ ମଧ୍ୟ କଳିଯୁଗରେ ସେ ମାୟାରେ ଆବୃତ ହେଇଯିବେ। ସେଥିପାଇଁ ସେ କଣ କଲେ, ଅନେକ ଶାସ୍ତ୍ର ପୁରାଣ ଲେଖିଲେ। କିଏ ସେ? ମହାପୁରୁଷ ଅଚ୍ୟୁତ। କହିଲେ ହେତୁ ରସାଇବା ପାଇଁକି ଅଚ୍ୟୁତ ଶାସ୍ତ୍ର ପୁରାଣ କଲା, କଳି କାଳ ଠାରୁ ବଳି କାଳ ଯାଏ ହକ କଥାଟା କହିଲା। କହିଲେ କିଏ ମହାପୁରୁଷ କହୁଛନ୍ତି? ହେ ଦ୍ୱାଦଶ ଗୋପାଳ, ମୁଁ ଗଡ଼ବଡ଼ିଆ କଥା କିଛି କହୁନି। କଳି କାଳ ଠାରୁ ବଳି କାଳ ଯାଏ, ମାନେ କଳି କାଳ ତ କଳିକାଳ, ବଳି କାଳ ମାନେ ମହାକଳି ପର୍ଯ୍ୟନ୍ତ ମୁଁ ତମକୁ ସତ କଥାଟାକୁ କହୁଛି, କେବେ ଅନ୍ୟଥା ନୁହେଁ। ହେତୁ ରସାଇବା ପାଇଁକି ପୁରାଣ ଅଚ୍ୟୁତ ଶାସ୍ତ୍ର ପୁରାଣ କଲା। ଭକ୍ତମାନେ ତ ମାୟାରେ ଆବୃତ ହେଇଯାଇଥିବେ, ସେମାନଙ୍କୁ ହେତୁ ରସାଇବା ପାଇଁ, ତାଙ୍କର ଚେତା ଜାଗ୍ରତ ହେବା ପାଇଁ ମୁଁ କଣ କରୁଛି, ଅନେକ ଶାସ୍ତ୍ର ପୁରାଣ ଲିପିବଦ୍ଧ କରୁଛି। ଆଉ ମାଳିକାଟା କାହିଁ ଲେଖୁଛି ଜାଣିଛୁ ନା? କିଏ କହୁଛନ୍ତି? ଅଚ୍ୟୁତ। ନା ଚେତୁଆ ଭକତ ମାନଙ୍କ ନିମନ୍ତେ 318 ଖଣ୍ଡ ଭବିଷ୍ୟ ଲେଖିଲା ପାମର ଅଚ୍ୟୁତ ନ ଜାଣନ୍ତି ଦୁରୁଦଣ୍ଡ। କହିଲେ ମୁଁ ଯୋଉ ମାଳିକା ଲେଖିଲି 318 ଖଣ୍ଡ କେବଳ ସମୟ ପାଇଁ ନୁହଁ, ମୁଁ ରାମଦାସ ଭାଜି କାହା ପାଇଁ ପ୍ରଭୁ? ନାଇଁ, ଚେତୁଆ ଭକ୍ତ ପାଇଁ। ଚେତୁଆ ଭକ୍ତଙ୍କର ଜ୍ଞାନ ଥିବ, କିନ୍ତୁ ଏ ମାୟାରେ ପଡି ସବୁ ନଟପଟ ହେଇଯିବେ। ତେଣୁ ଏଗୁଡାକ ସେ ଯେତେବେଳେ ଅଧ୍ୟୟନ କରିବେ, ପାଠ କରିବେ, ତାଙ୍କ ଧୀରେ ଧୀରେ ଚେତନା ଫେରି ଆସିବ। ସେ ମାଳିକାକୁ ଲେଖିନଥିଲେ ବେପାର କରିବା ପାଇଁ, ବୁଝିହଉଛି? ସେ ଲେଖିଦେଲେ କଣ, ଚେତୁଆ ଭକ୍ତଙ୍କ ପାଇଁ କି ସେ କଥାଟି ଲେଖିଥିଲେ। କିନ୍ତୁ ଆମେ ମାନେ କଣ କରୁଛେ, ମାଳିକାକୁ ବେପାର କରୁଛେ। ହେଲା, 1989 ଠାରୁ ଦେଖି ଯାଉଛି ମାଳିକା ବେପାର ଆରମ୍ଭ। ଖାଲି ଛତୁ ଫୁଟିଗଲା ଠାକୁର। ସେତେବେଳୁ ଦେଖି ଯାଉଥିଲି ଠାକୁର। ବର୍ତ୍ତମାନ ମିଡିଆ ବାହାରି, ସବୁ ଅନେକ ମିଡିଆ ବାହାରିଲାଣି ବୋଲି ଲୋକ ଲୋଚନକୁ ପଳେଇ ଯାଉଛି। ସେତେବେଳେ ତ ଏତେ ମିଡିଆ ନଥିଲା, ଲୋକ ଲୋଚନକୁ ଆସୁ ନଥିଲା। ଅନେକ ମହାପୁରୁଷ ବାହାରିଛନ୍ତି, ସେ ମଧ୍ୟ ନିଜକୁ ପ୍ରଭୁ ବୋଲି କହିଛନ୍ତି, ଅବତାର ଶ୍ରେଣୀ ବୋଲି କହିଛନ୍ତି। ସେସବୁ କଣ କହିଛନ୍ତି, ସବୁ ଅଣଚାଷ ପବନରେ ଘାଣ୍ଟି ହେଇକି ଯାଇଛନ୍ତି। ପ୍ରକୃତିରେ ଯିଏ ପ୍ରଭୁ ହେଇଥିବେ, ଯାହାଠି ଗୁରୁ ଛାଟ ହୋଇଥିବ, ନ ବହିବ ଅଣଚାଷ ଚଳୁଥିବ ନନ୍ଦୀ ଘୋଷ, ଜୀବ ଗଲା ବେଳେ ସାଥୀ ଶୂନ୍ୟ ପୁରୁଷ। ଯାହାଠି ଗୁରୁ ଛାଟ ବାଜିଥିବ, ଯିଏ ପ୍ରକୃତିରେ ଚେଲା ହେଇଥିବେ, ଯିଏ ପ୍ରକୃତିରେ ପ୍ରଭୁଙ୍କ ଛୁଆ ହେଇଥିବେ, ତାଙ୍କର ଅଣଚାଷ ପବନ ବହିବ। ଆରେ ଛୁଆ, ଖିଆ ପିଆ କରିଦିଅରେ, ମୁଁ ଟିକେ ଯିବି, ମୋର ଟାଇମ ହେଇଗଲା, ଜାଣି ପକାନ୍ତି। ବୁଝିହଉଛି? ଆଉ ଇଏ କଣ ହଉଛନ୍ତି, ଏସନଫୁଲିଆ, ଦଣ୍ଡିସି, ଗ୍ୟାଷ୍ଟ୍ରିକ, ପାରାଲିସିସ୍, ବେଡରେ ମାସ ଧରିକି ଆଡମିସନ ହୁଅନ୍ତି, ଏମିତି ହେଇକି ଯାଆନ୍ତି। ଏତିକି ମନେ ରଖ, ମାଳିକା କାହିଁକି ଖାଇଥିଲା ନା ଚେତୁଆ ଭକ୍ତଙ୍କ ନିମନ୍ତେ ମହାପୁରୁଷ 318 ଖଣ୍ଡ ମାଳିକା ଲେଖିଛନ୍ତି। କିଏ କହିଲେଣି 475, କିଏ କେତେ କଣ କହୁଛନ୍ତି, କିନ୍ତୁ ବାସ୍ତବରେ 318 ଖଣ୍ଡ କଣ ସେ ମାଳିକା ଲେଖିଛନ୍ତି। ସେ ମାଳିକା ଖଣ୍ଡ 318 ଖଣ୍ଡ କଣ, ଦେଖିବା ସମୟ ହୁଏ ତମକୁ ଗୋଟି ଗୋଟିକି ଏପିସୋଡରେ କହିଦେବି। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କୁହା ହରି।